ओम नमो भगवते वासुदेवाय। त्रयोविंशोऽध्याय। विदुरोवाच शृणुविदुरकृतकृत्य न मे मैत्रेयपादगत भो मुनि करिब निस्तार कह संशय जाऊ दूर। मैत्रेयोवाच ଶୁଣ ବିଦୁର ତୋଷ ଚିତେ ରାଜାର କିଛି କାଳ ଅନ୍ତେ ବୃଦ୍ଧ ଶରୀରଗ୍ରସ୍ତ କାଳ ଦେଖି ବିଷାଦ ମହିପାଳ। ମୁଁ ଯେ ଦ୍ୱିତୀୟ ପ୍ରଜାପତି ତେଣୁ ମୁଁ କରି ସର୍ବସ୍ଥିତି ଅନାଦି ଉତ୍ପତ୍ତି ମୁଁ କଲି ନଗ୍ରାଦି ପୁର ବସାଇଲି ସ୍ଥାବର ଜଙ୍ଗମାଦି ଯେତେ ଆଜ୍ଞା ମୁଁ ଦେଲି ଯେଝା ମତେ ସାଧୁଙ୍କ ଧର୍ମ ରକ୍ଷା କଲି ଈଶ୍ୱର ବଚନ ପାଳିଲି ଏ ଧର୍ମ ରକ୍ଷା କଲି ମୁହିଁ ଜନ୍ମ ଲଭିଲି କର୍ମ ଭୂଇଁ ଏ ମୋ ଶରୀର ବୃଦ୍ଧ ହେଲା କାମାଦି କର୍ମ ହିଁ ସରିଲା ପୁତ୍ରକୁ ନ ଦେଇ ରାଜାଦି ନୃପଚିହ୍ନ ଦଣ୍ଡ ଛତ୍ରାଦି ଦୁହିତା ପ୍ରତୁଲ୍ୟ ଧରଣୀ ପୁତ୍ର ନିବେଶୀ ନୃପମଣି ପୃଥିବୀ ପିତା ତ୍ୟାଗ ଉତ୍ତରେ ପୃଥିବୀ ପିତା ତ୍ୟାଗ ଭରେ ଶୋକେ ରହିଲା ପୁତ୍ର ଠାରେ ସକଳ ସମର୍ପି କୁବେରେ ଗମନ କରେ ବନ ଘୋରେ ସଙ୍ଗତେ ଘେନି ଅର୍ଚି ନାରୀ ରୋଦନ୍ତି ପ୍ରଜା ନଗ୍ର ପୁରୀ ସ୍ୱଇଚ୍ଛା ମନେ ଦୁଃଖାଶ୍ରମେ ତପ ଆରାଧି ଯୋଗ କର୍ମେ କଠୋର ଉଗ୍ର ତପେ ରାୟ ଯେସନେ ପୂର୍ବ ରାଜ୍ୟ ଜୟ ଯେ ବାନ ପ୍ରସ୍ତର ବିଧାନେ ଯେ ବାନ ପ୍ରସ୍ତର ବିଧାନ ନିଗମ କଲେ ସେ ରାଜନ ଫଳାଦି ଶାକ କନ୍ଦମୂଳ ଭୋଜନ କଲେ ମହିପାଳ ଏମନ୍ତେ କେତେ କାଳାନ୍ତରେ ତାହା ତେଜିଲେ ନୃପବରେ ନିରସ ଦଳ ଭୋଗ କରି ତୁଷ୍ଟେ ଆନନ୍ଦେ ପ୍ରାଣ ଧରି ତାହା ଭକ୍ଷିଣ କିଛି ଦିନ ତପସା ଧିଲେ ତୋଷ ମନ ସେ ପତ୍ରାସନ ତେଜି ରାୟ ଜଳ ଆହାରେ ସୁଖମୟ ଏମନ୍ତେ କେତେ କାଳାନ୍ତରେ ସେ ଜଳ ତେଜି ନୃପବରେ ନିରାଶ ତପସ୍ୟା କଠୋର କେବଳ ପବନ ଆହାର ପୁଣି ନିଧାଗ କାଳେ ନୃପ ତପସ୍ୟା କଲେ ପଞ୍ଚାତପ ସକଳ ଦିଗେ ଅଗ୍ନି ଜାଳି ମଧ୍ୟେ ବସିଲେ ନିର୍ବିକଳି ସୂର୍ଯ୍ୟମଣ୍ଡଳେ ଦୃଷ୍ଟି କରି ପରମ ବ୍ରହ୍ମ ଧ୍ୟାନ କରି କୃଷ୍ଣ ଚରଣ ପଦ୍ମର ସେ କଠୋର ତପ ବହୁ କ୍ଲେଶେ ବରଷା କାଳେ ମହୀପତି ଦୁଃସହ ଜଳଧାରେ ସ୍ତିନ୍ତି ଶିଶିର କାଳେ ତପସ୍ୟାରେ ବୁଡ଼ିଆ କଣ୍ଠ ଶୀତ ନୀରେ ଶୟନେ ଭୂମି ଶଯ୍ୟା କରି ଏ ଘୋର ତପସ୍ୟା ଚରି କୃଷ୍ଣ ଚରଣେ ସେବିବାରେ ତପ କରନ୍ତି ବନ ଘୋରେ ଲୋକେ ଶିକ୍ଷାର୍ଥେ ତପ କଲେ ବିଷୟ କର୍ମ ବିନାଶିଲେ ନିରତେ ପ୍ରାଣାୟାମ କରି ଇନ୍ଦ୍ରିୟ ବିଷୟ ସଂହରି ସେ କିଛି ବାସନାଦି ମାନ ଛାଡ଼ିଲା ଅଶେଷ ବନ୍ଧନ ନିଶ୍ଚଳ ଚିତେ ନୃପବର ଯୋଗ ସାଧନେ ନିଷ୍ଠାପର ଯେ ଦୀକ୍ଷା ବ୍ରହ୍ମାଙ୍କ କୁମର
କହି ଯେ ଥିଲେ ଯୋଗେଶ୍ୱର। ସେ ଯୋଗେ ଗୋବିନ୍ଦ ଚରଣ ନିର୍ଦ୍ଦୋ ଆରାଧିନୁ ପରାଣ। ଦୃଢ଼ ଭକତି ଭାବ ଯୁକ୍ତେ ଭକ୍ତି ଜନ୍ମିଲା ହୃଦଗତେ। ପ୍ରେମାଙ୍ଗ ଆନନ୍ଦେଣ ଭକ୍ତି ଶ୍ରୀକୃଷ୍ଣେ କଲେ ମହୀପତି। ସେ ହରି ଜଗତ ପ୍ରବଳ ହୋଇଲା ମନ ସୁନିଶ୍ଚଳ। ନିର୍ମଳ ମନ ପ୍ରକାଶିଲା ବିରକ୍ତି ଜ୍ଞାନ ଉପୁଜିଲା। ସେ ଜ୍ଞାନ ଅସି ତୀକ୍ଷ୍ଣ ରାୟେ ଛେଦିଲେ ହୃଦୟ ସଂଶୟେ। ଯେ କର୍ମ ଗ୍ରନ୍ଥି ଜୀବକୋଷ ଜ୍ଞାନ ଖଡ଼୍ଗେ ଗଲା ନାଶ। ଯେ ଅହଙ୍କାରେ ଆତ୍ମା ଦେହି ତକ୍ଷଣେ ଦୂର ଗଲା ସେହି। ତେଣୁ ପାଇଲେ ଆତ୍ମା ଗତି ନିରହଙ୍କାରେ ତା ସୁମତି। ଏ ସର୍ବ ଜ୍ଞାନ ଯେ ପ୍ରକାଶ ତା ପଛେ ତେଜି ନୃପଇଶ। ଯାବତ ହରିଙ୍କ ଭଜନ ନୋହିଲେ ତାବତ ସାଧନ। ଯେବେ ଶ୍ରୀକୃଷ୍ଣ ଭାବେ ରତି ପୂତ ହୋଇବ ତେବେ ମତି। ଭଜନେ ରସ ମତ ଦେହେ ନ ପଡ଼େ ଶୋକ ମାୟା ମୋହେ। ଏ ରୂପେ ସେ ନୃପ ଈଶ୍ୱର ଆତ୍ମାରେ କରେ କଳେବର। ଯେ ଯୋଗେ ଯୋଗାସନ ବଳେ ସେ ବ୍ରହ୍ମ ସ୍ୱରୂପ ନିଶ୍ଚଳେ। କାଳେ ଛାଡ଼ିଲେ କଳେବର ଏ ଅନୁକ୍ରମେ ହୋବି ଦୂର। ବସିଣ ଆସନ ସଧୀରେ ସମୀର ସମ କଳେବରେ। ବାମ ଚରଣ ମୂଳାଧାରେ ନିରୋଧି ଚାପିଲେ ନିର୍ଭରେ। ସେ ମୂଳାଧାର ରୂପ ବନ ଊର୍ଦ୍ଧ୍ୱକୁ ଟେକିଲେ ରାଜନ। ନାଭିରୁ ହୃଦୟ କୋଶରେ ପବନ ରଖିଲେ ସଧୀରେ। ତହୁଁ ଷୋଡ଼ଶ ଦଳେ ନେଲେ ସେ ଆଜ୍ଞା ଚକ୍ରେ ବାୟୁ ବଳେ। ଏମନ୍ତେ ପ୍ରାଣାଦି ପବନ ଭେଦିଲା ସେ ଷଡ଼ଚକ୍ରେଣ। ସେ ବ୍ରହ୍ମ ରନ୍ଧ୍ରେ ଯୋଗ ବଳେ ଏ ସର୍ବ କରି ଏକ ତୁଲେ। ମନ ପବନ ହୃଦେ ଧରି ଭିତରେ ରହିଲେ ପାଶୋରି। ସେ ବନେ ନୃପ ରାଜା ସୁତ ଦେହ ଧାରଣ ପଞ୍ଚଭୂତ। ଯେ ଯାହା କର୍ମ ଯୋଗ ବଳେ ସମଷ୍ଟି ଭୂତ ଲୟ କରେ। ପବନ ନ୍ୟାସ ସମୀରଣ ଯେ କିଛି ଦେହାଦି କାରଣ। କ୍ଷିତିକି ଆପମଧ୍ୟେ ନାସି ସେ ଜନ ଅନେକେ ନିବେଶି। କ୍ଷିତିକି ଆପମଧ୍ୟେ ନାସି ସେ ଜନ ଅନଳେ ନିବେଶି। ତେଜକୁ ପବନେ ସଂହରି ଶବଦ ଗୁଣ ତମେ ଭରି। ଇନ୍ଦ୍ରିୟ ଛିଦ୍ର ଯେତେ ପୂର୍ଣ୍ଣ ତାହା ଆକାଶେ କରି ଲୀନ। ଆକାଶେ ଶବଦ ସଂହରି ଶବଦ ଗୁଣ ତମେ ଭରି। ଏ ଯେ ତାମସ ଅହଙ୍କାର କାର୍ଯ୍ୟ ଯେ ମହାଭୂତ ତାର। ଏମନ୍ତ ଲୟେ ଭୂତ ଭୂପ ଶୁଣ ବିଦୁର ତା ସ୍ୱରୂପ। ପୃଥିବୀ ଲୟେ ଗନ୍ଧ କରି ଆପକୁ ସ୍ପରଶେ ଲଗାଇ। ପୃଥିବୀ ଲୟେ ଗନ୍ଧ କରି ଆପକୁ ରସ ମଧ୍ୟେ ଭରି। ତେଜକୁ ରୂପ ମଧ୍ୟେ ଥୋଇ ପବନ ସ୍ପରଶେ ଲଗାଇ। ଶବଦ ଆକାଶେ ସଂହରି ଏ ସର୍ବ ତମ ଗୁଣେ ଭରି। ଯେ ତମ ସାତ୍ୱିକ ରାଜନ ଏକତ୍ୱେ କଲେ ବିଶ୍ୱ ବଶ। ଏ ତମ ସାତ୍ୱିକ ରାଜସ
ଏକତ୍ୱେ କଲେ ବିଶ୍ୱବଶ। ଇନ୍ଦ୍ର ସହିତେ ବୁଦ୍ଧିମାନ, ଯେଝାର କର୍ମେ କଲେ ଲୀନ। ଶବଦ ଆଦି ଇନ୍ଦ୍ରିମାନେ, ଲୟ ପାଇଲେ ଯେଝା ସ୍ଥାନେ। ଏହାଙ୍କ ଅଧିଷ୍ଠିତ ଦେବେ, ଯେ ଲୟ ଯେଝା ନିଜ ଠାବେ। ଏକତ୍ୱ ଅହଙ୍କାର ନେଇ, ସେ ମହତ୍ତତ୍ୱରେ ମିଶାଇ। ଏ ସର୍ବ ତତ୍ତ୍ୱ ଗୁଣେ ନ୍ୟାସ, ମହତ୍ତ୍ୱ ରୂପେ ପରକାଶ। ସେ ମହାତତ୍ତ୍ୱ ମାୟା ମୋହେ, ପ୍ରକୃତି ଅଙ୍ଗେ ହୋଏ ଲୟେ। ଜ୍ଞାନ ବୈରାଗ୍ୟ ଯୋଗ ବଳେ, ସେ ବ୍ରହ୍ମେ ଜୀବ ଯାଇ ମିଳେ। ଏ ରୂପେ ସେ ପୃଥୁ ଭୂପାଳ, ଦେହ ତେଜିଲେ ପାଇ କାଳ। ଯେ ଅଚିରାଣୀ ସୁକୁମାରୀ, ସେ ପତିବ୍ରତେ ଧର୍ମାଚାରୀ। ଦେହ ସୁଖାଇ ତପେ ଥିଲା, ସ୍ୱାମୀର ମରଣ ଦେଖିଲା। ତକ୍ଷଣେ ହୋଇ ହତଜ୍ଞାନ, ଆକୁଳେ କରଇ ରୋଦନ। ଭୋ ନାଥ ମୋର ପ୍ରାଣ ନାହା, ମୋତେ ଦେଖାଅ କିମ୍ପା ଏହା। କପଟେ ମୁଦ୍ରିତ ଲୋଚନ, ସ୍ୱର୍ଗାପବର୍ଗ ଯାଇ କ୍ଷୀଣ। ତୁ କାଳ ବିହନ୍ତା ଈଶ୍ୱର, ଏ ତୋର ମାୟା ଖେଳ ଘୋର। ସ୍ଥିତି ଉତ୍ପତ୍ତି କରୁ ନାଶ, ତୁ ମାତ୍ର ରହୁ ଅବଶେଷ। ତୁ ସର୍ବ କାରଣ ମୁରାରି, କର୍ମ କାରଣେ ଦେହ ଧରି। ଏହା ତୁ ମୃତ୍ୟୁ ଭୟ ଦେହେ, ମୋତେ ଦେଖାଉ ମାୟା ମୋହେ। ଭୋ ଯୋଗେଶ୍ୱର ତୋ ମହିମା, ଜାଣି ନ ପାରେ ସୁର ବ୍ରହ୍ମା। ଯେ ନାମ ମୃତ୍ୟୁ ଭୟ ନାଶେ, ଅମୃତ ମୃତ୍ୟୁ ସେ ପ୍ରକାଶେ। ଏ ମାୟା ମୋହ ଦ୍ୱନ୍ଦ ପାଶ, ମୁଁ ଯେତେ ଯିବି ତୁମ୍ଭ ପାଶ। ଏବେ ଉପେକ୍ଷିବ ନ ଘୋରେ, ପ୍ରତେଜି ଗଲ ନିଜ ପୁରେ। ମୁଁ ଯେ ନିରତେ ଅପରାଧୀ, ତୋ ପାଦେ ନ ସେବି ଦୁର୍ବୁଦ୍ଧି। ସେ ଅପରାଧେ ଦେବ ମୋତେ, ଏବେ ତେଜିଲ ଦୁଃଖ ଚିତ୍ତେ। ତୁମ୍ଭେ ଯେ ମୋର ମନ ଦୁଃଖେ, କହ ସୁଦୟା ଭାବେ ସୁଖେ। ଭୋ ସଖୀ ନ ତେଜିବ ତୋତେ, ଯାବତ ପ୍ରାଣ ଦେହ ଗତେ। ସେ ଆଜ୍ଞା ଅଭାଗ୍ୟ ମୋହର, ଏବେ ଫଳିଲା ଯୋଗେଶ୍ୱର। ଏ ରୂପେ ବିଳପେ ସୁନ୍ଦରୀ, ଶୋକାର୍ଣ୍ଣବରେ ତନୁହାରି। ଯେ ଅର୍ଚ୍ଚି ଦେବୀ ଜ୍ଞାନବତୀ, ତକ୍ଷଣେ ଧୀର କରି ମତି। ଅଦୃଶାନୁରେ ଚିତା କଲେ, ସ୍ୱାମୀଙ୍କୁ ତହିଁ ନିଯୋଗିଲେ। ମୁଖାଗ୍ନି କରି ବିଧି ମତେ, ସ୍ନାନ ଉଦକ କ୍ରିୟା ଯେତେ। ଏ ସର୍ବ ସାରିଣ ସୁନ୍ଦରୀ, ଅଗ୍ନିକୁ ପ୍ରଦକ୍ଷିଣ କରି। ପ୍ରବେଶ ଅଗ୍ନି ମଧ୍ୟେ ଯାଇ, ଦେବେ ଦେଖନ୍ତି ଶୂନ୍ୟେ ଥାଇ। ସିଦ୍ଧ ଚାରଣ ବିଦ୍ୟାଧର, ଇନ୍ଦ୍ରାଦି ଯେତେ ଅନୁଚର। ଯେ ଯାହା ମତେ କରି ସ୍ତୁତି, ଆନନ୍ଦେ ପୁଷ୍ପ ବରଷନ୍ତି। ଦୁନ୍ଦୁଭି ବାଦ୍ୟ ନାଦ କରି, ରଙ୍ଗେ ନାଚନ୍ତି ଅପସରୀ। ସେ ପତି ପତ୍ନୀ ବେନି ଜନେ, ଆକାଶେ ଯାନ୍ତି ଦେବଯାନେ। ଦେବେ ଆନନ୍ଦେ ସ୍ତୁତି ଭଣି, ଶିରେ ନିବେଶିବେନି ପାଣି। ପ୍ରଶଂସି ଦେବେ ଅନୁକ୍ଷଣେ, ଆନନ୍ଦେ ଅଶ୍ରୁଳ ଲୋଚନେ। ଧନ୍ୟ ସାଧ୍ୱୀ ପତିବ୍ରତା, ସ୍ୱାମୀ ସେବାରେ ଅନୁରତା। ତେଜିଣ ଅଚଳ ବିଭୂତି, ସ୍ୱାମୀଙ୍କ ସଙ୍ଗରେ ଚଳନ୍ତି।
ଯେଣୁ ଏ ପୂର୍ବେ ତପ କଲେ, ତେଣୁ ଦେବଙ୍କ ଊର୍ଦ୍ଧ୍ୱେ ଗଲେ। ଯେସନେ ଲକ୍ଷ୍ମୀ ନାରାୟଣ, ଏବେ ନିଦିଶନ୍ତି ସେ ତେସନ। ଏ ଅନୁସାରେ ଯେ ବିଭୂତି, ତେଣୁ ଲଭିଲେ ନିଜ ପତି। ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି, ଅଳ୍ପ ଆୟୁଷେ ଯହିଁ ଭ୍ରମି। ସ୍ୱନିତ୍ୟ କର୍ମ ଆଚରନ୍ତି, ସକଳ ଦୁଃଖରୁ ତରନ୍ତି। ନିଷ୍ପାପ ଅଟେ ଯେଉଁ ନର, ସ୍ୱର୍ଗାପବର୍ଗ ନୁହେଁ ଦୂର। ଏଣୁ ନିଷ୍କାମ ଯାର ମତି, ସେ ଲଭେ ଏକାନ୍ତ ଭକତି। ସ୍ୱର୍ଗାଦି ଭୋଗ କିବା ତାର, ଯହିଁ ଲଭନ୍ତି ଭକ୍ତି ନର। ବିଷ୍ଣୁ ଚରିତ ନିତ୍ୟ ଭାବି, ଲୋମ ପୁଲକ ଅଛିଦ୍ର ବି। ନିର୍ମଳ ହୁଏ ବୁଦ୍ଧିମତି, ଅଜ୍ଞାନେ ମୋହ ବିନାଶନ୍ତି। ଏ ଭାବ ନଘେନି ଯାଚିତ, ସେ ଦୁଃଖ ସାଗରେ ପୀଡ଼ିତ। ଯେ ଆତ୍ମା ବୋଧେ ଭାଗୀ ହୋଇ, ସେ ନିର୍ଦ୍ଦୟ ବିଷୟେ ବର୍ତ୍ତଇ। ଏମନ୍ତେ ଶୁଣ ହେ ବିଦୁର, ସେ ଦେବ କାମିନୀ ବିଚାର। ଯେ ପଥ ଲଭନ୍ତି ଉତ୍ତମ, ଯାହାର ଚିତ୍ତର ଉଦାମ। ବନିଲୁ ତାହାଙ୍କ ଚରିତ, ଶ୍ରବଣେ ହୁଅ ଶୁଦ୍ଧ ଚିତ୍ତ। ଶ୍ରଦ୍ଧାରେ ପଢ଼ନ୍ତି ଯେ ଜନ, ଏ ପୃଥୁ ପୁଣ୍ୟ ଉପାଖ୍ୟାନ। ସେ ପୃଥୁ ପଦହିଁ ଲଭନ୍ତି, ଅଥବା ଶ୍ରବଣେ ଶୁଣନ୍ତି। ଏ ଚାରି ବର୍ଣ୍ଣ ମଧ୍ୟ ଗତେ, ଶୁଣନ୍ତି ପଢ଼ନ୍ତି ଯେ ନିଟେ। ତା ସର୍ବ କାମ ହୁଏ ସିଦ୍ଧ, ସମସ୍ତ ବର୍ଣ୍ଣେ ସେ ପ୍ରସିଦ୍ଧ। କହଇ ଜଗନ୍ନାଥ ଦାସ, ଶୁଣ ସୁଜନେ ହରି ରସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟାଂ 82 ଚତୁର୍ଥ ସ୍କନ୍ଧେ ପୃଥୁରାଜ ବୈକୁଣ୍ଠ ଗମନେ ନାମ ତ୍ରୟୋବିଂଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।